हाय फ्रेंड्स मो सुचिता आपण मानक स्वागत करुछि मो यूट्यूब चैनल को। आज मु आपण मानक पाखकु नहीं आसी प्रभु श्री देवदेव महादेवंकर नीलकंठ हेबा पछर कहानी और कथावस्तु को। प्रभु श्री देवदेव महादेव किपरि सारा विश्व को विष ठारू बंचाइबा पाई निजे विष को ग्रहण करी नीलकंठ होई पारिछंती ସେହି ଘଟଣାବଳୀକୁ ଆପଣମାନଙ୍କ ନିକଟରେ ମୁଁ ଆଜି ସଂକ୍ଷେପରେ ଜଣାଇବି। ଆସନ୍ତୁ ଏ ଭିଡ଼ିଓଟିକୁ ଦେଖିବା ଓ ଦୟାକରି ସବସ୍କ୍ରାଇବ୍, ଲାଇକ୍, ସେୟାର ଆଣ୍ଡ କମେଣ୍ଟ କରି ଭିଡ଼ିଓଟିକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବା। ସମୁଦ୍ର ମନ୍ଥନର କଥା ପୁରାଣର ଏକ ମହାନ ଓ ଚର୍ଚ୍ଚିତ ଘଟଣା, ଯାହା ବିଷ୍ଣୁ ପୁରାଣ, ମତ୍ସ୍ୟ ପୁରାଣ ଏବଂ ଭାଗବତ ପୁରାଣରେ ଉଲ୍ଲେଖ ହୋଇଅଛି। ଏହା ଦେବତା ଓ ଦାନବମାନଙ୍କ ସହମତିରେ ଅମୃତ ପାଇଁ ସମୁଦ୍ର ମନ୍ଥନ କରାଯାଇଥିଲା। ଦେବତା ଓ ଦାନବମାନେ ସମ୍ବଳ ହାରିଥିଲେ ଏବଂ ଅମରତ୍ୱ ଏବଂ ଶକ୍ତି ପାଇଁ ସମୁଦ୍ର ମନ୍ଥନର ଆବଶ୍ୟକତା ହୋଇଥିଲା। ଭଗବାନ ବିଷ୍ଣୁ ଏହାର ଏକ ଉପାୟ ଦେଲେ ଯେ ସମୁଦ୍ର ମନ୍ଥନ କଲେ ଅମୃତ ଓ ଅନେକ ମୂଲ୍ୟବାନ ଜିନିଷ ଦର୍ଶିତ ହେବ, କିନ୍ତୁ ଏହା ପାଇଁ ଦେବତା ଓ ଦାନବମାନଙ୍କୁ ସମ୍ମିଳିତ ହୋଇ ଏହି କାର୍ଯ୍ୟକୁ ସଫଳ କରିବାକୁ ପଡ଼ିବ। ସମୁଦ୍ର ମନ୍ଥନର ପ୍ରସ୍ତୁତି ପାଇଁ ମନ୍ଥନ କାଠ ମନ୍ଥନ ପାଇଁ ମନ୍ଦର ପର୍ବତକୁ ବାହାରି ଅଣାଯାଇଥିଲା। ମନ୍ଥନର ଜନ୍ୟ ରଜ୍ଜୁର ରୂପରେ ଦିନ୍ୟସ୍ୟାଗିରି ଅର୍ଥାତ୍ ବାସୁକୀ ସର୍ପକୁ ଗ୍ରହଣ କରାଯାଇଥିଲା। ଭଗବାନ ବିଷ୍ଣୁ କୁର୍ମ ଅବତାର ଧାରଣ କରି ପର୍ବତକୁ ସ୍ଥିର ରଖିବାକୁ ସାହାଯ୍ୟ କଲେ ନିଜ ପିଠି ଦ୍ୱାରା। ଦେବତା ଏବଂ ଦାନବମାନେ ମନ୍ଦର ପର୍ବତକୁ ରଜ୍ଜୁ ଭାବରେ ବାସୁକୀ ସର୍ପକୁ ବ୍ୟବହାର କରି ସମୁଦ୍ରକୁ ମନ୍ଥନ କଲେ। ଏହାରେ ମହାସମୁଦ୍ରରୁ ବିଭିନ୍ନ ପଦାର୍ଥ ଉପସ୍ଥିତ ହେଲା। ସମୁଦ୍ର ମନ୍ଥନରୁ ଉଦ୍ଭବ ହୋଇଥିବା ଜିନିଷମାନଙ୍କ ମଧ୍ୟରେ ରହିଛି କମଳ, ଅଶୋକ ଓ ଅନେକ ପୁଷ୍ପ ଉଦ୍ଭବ ହୋଇଥିଲା। ସମ୍ପଦର ଦେବୀ ମାତା ଲକ୍ଷ୍ମୀ ମଧ୍ୟ ସମୁଦ୍ରରୁ ଜନ୍ମ ନେଲେ। ଐରାବତ ହସ୍ତୀ ମଧ୍ୟ ଏହି ସମୁଦ୍ର ମନ୍ଥନ ଦ୍ୱାରା ଉତ୍ପତ୍ତି ଲାଭ କରିଥିଲା। ବାରୁଣୀ ମଦର ଦେବୀ ସିଏ ମଧ୍ୟ ଏହି ସମୁଦ୍ର ମନ୍ଥନରୁ ଉତ୍ପତ୍ତି ହୋଇଥିଲେ। ଧନ୍ୱନ୍ତରୀ ଆୟୁର୍ବେଦ ଓ ଚିକିତ୍ସାର ଦେବତା ଧନ୍ୱନ୍ତରୀ ଅମୃତ ଗ୍ରହଣ କରି ବାହାରିଥିଲେ। କୌସ୍ତୁଭ ମଣି ମଧ୍ୟ, ଯାହାକି ଏହା ଅତି ମୂଲ୍ୟବାନ ମଣି, ଯାହାକୁ ପ୍ରଭୁ ଭଗବାନ ବିଷ୍ଣୁ ଗ୍ରହଣ କରିଥିଲେ। ଓ ସମୁଦ୍ର ମନ୍ଥନର ମୂଳ ଉଦ୍ଦେଶ୍ୟ ଅମୃତକୁ ବାହାର କରିବା ପୂର୍ବରୁ ହଳାହଳ ବିଷ ବାହାରିଥିଲା, ଯାହା ସମସ୍ତ ସୃଷ୍ଟିକୁ ଧ୍ୱଂସ କରିପାରୁଥିଲା। ଏହାକୁ ଭଗବାନ ଶିବ ନିଜ କଣ୍ଠରେ ଧାରଣ କଲେ ଓ ନୀଳକଣ୍ଠ ଭାବେ ସେ ପରିଚିତ ହେଲେ। ପରିଶେଷରେ ଅମୃତ କୁମ୍ଭ ବାହାରିଲା, ଯାହା ଦେବତା ଗ୍ରହଣ କଲେ ଓ ଅମରତ୍ୱ ଲାଭ କରିଲେ। ସମୁଦ୍ର ମନ୍ଥନ ଦେବାଲୋକ ଓ ଦାନବମାନଙ୍କ ସହଯୋଗର ପ୍ରତୀକ। ଭଗବାନଙ୍କ ତ୍ୟାଗ ଓ ଦୟାର ପ୍ରତୀକ ଭାବେ ପ୍ରଭୁ ଶିବଙ୍କର ନୀଳକଣ୍ଠ ରୂପ। ହଳାହଳ ବିଷକୁ ଧାରଣ କରିବା ଭଗବାନ ଶିବଙ୍କ କୃପାକୁ ସ୍ମରଣ କରିବା ପାଇଁ ମହାଶିବରାତ୍ରି ପାଳନ ହୁଏ। ସମସ୍ତ ଉତ୍ପାଦିତ ଜିନିଷ ବିଶ୍ୱର ସମ୍ପଦ ଏବଂ ଶାନ୍ତିର ପ୍ରତୀକ। ସମୁଦ୍ର ମନ୍ଥନ କଥା ଆମକୁ ଜୀବନରେ ଏହି ଶିକ୍ଷା ଦେଇଥାଏ ଯେ ସଫଳତା ପାଇଁ ସମ୍ମିଳିତ ପ୍ରୟାସ ନିହାତି ଆବଶ୍ୟକ। ଦେବତା ଓ ଦାନବମାନେ ସମୁଦ୍ର ମନ୍ଥନ କଲେ, ତାହାରୁ ବହୁ ମୂଲ୍ୟବାନ ବସ୍ତୁ ଓ ଜିନିଷ ଉଦ୍ଭବ ହେଲା, କିନ୍ତୁ ଏହା ସହ ଗୋଟିଏ ଅତ୍ୟନ୍ତ ବିଷାକ୍ତ ହଳାହଳ ବିଷ ମଧ୍ୟ ବାହାରିଲା। ଏହାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଦୁନିଆର ସମସ୍ତ ଜୀବ ତାହାର ବିଷରେ ପ୍ରଭାବିତ ହେବାକୁ ଲାଗିଲେ। ତାପରେ ସମସ୍ତ ଦେବତା ଭୟଭୀତ ହୋଇ ଭଗବାନ ଶିବଙ୍କୁ ସହାୟତା ପାଇଁ ପ୍ରାର୍ଥନା କଲେ। ଭଗବାନ ଶିବ ମହାଦୟାଳୁ ଥିବାରୁ ବିଶ୍ୱକୁ ରକ୍ଷା କରିବା ପାଇଁ ସେ ବିଷଟିକୁ ନିଜ କଣ୍ଠରେ ଧାରଣ କରିଲେ। ସେହି ବିଷ ଏତେ ବିଷାକ୍ତ ଥିଲା ଯେ ତାହାର ପ୍ରଭାବରୁ ପ୍ରଭୁ ଶିବଙ୍କର କଣ୍ଠ ନୀଳ ରଙ୍ଗର ହୋଇଗଲା। ଏହା କାରଣରୁ
ସେ ନୀଳକଣ୍ଠ ନାମରେ ପରିଚିତ ହେଲେ। ପ୍ରଭୁ ନୀଳକଣ୍ଠ ରୂପ ଭଗବାନ ଶିବଙ୍କ ତ୍ୟାଗ ଓ ସମସ୍ତ ପ୍ରାଣୀଙ୍କ ନିମନ୍ତେ ତାଙ୍କର ସେବା ଦର୍ଶାଏ। ଶିବ ଦୁନିଆକୁ ରକ୍ଷା କରିଥିଲେ ଏବଂ ଦୁନିଆର ଶାନ୍ତି ଓ ସମ୍ବଳକୁ ସୁନିଶ୍ଚିତ କରିଦେଇଥିଲେ। ଭଗବାନ ଶିବଙ୍କ ଦୟା ଓ କୃପା ଆମ ସମସ୍ତଙ୍କ ଉପରେ କିପରି ରହେ ତାହାର ଏହି କଥା ତର୍ଜମା କରେ। ସେଇଥିପାଇଁ ନୀଳକଣ୍ଠ ଶିବଙ୍କ ଏକ ଗଭୀର ମହତ୍ତ୍ୱ ଅଛି ଏବଂ ସେ ଭକ୍ତମାନଙ୍କ ପାଇଁ ତ୍ୟାଗ ଓ ଦୟାର ପ୍ରତୀକ ଅଟନ୍ତି। ସମୁଦ୍ର ମନ୍ଥନରେ ଭଗବାନ ଶିବଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ଦୟା ଓ ତ୍ୟାଗର ପ୍ରତୀକ ଭାବେ ଜଣାଶୁଣା। ସମୁଦ୍ର ମନ୍ଥନ ଘଟଣାରେ ଯେତେବେଳେ ହଳାହଳ ବିଷ ବାହାରିଥିଲା, ସେଥିରୁ ସମସ୍ତ ସୃଷ୍ଟିକୁ ଦୁର୍ବଳ କରିବାକୁ ଆରମ୍ଭ କଲା। ବିଷର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଦେବତା ଓ ଦାନବମାନେ ଦୁନିଆକୁ ବିନାଶରୁ ରକ୍ଷା କରିବା ପାଇଁ ଭଗବାନ ଶିବଙ୍କୁ ସହାୟତା ପାଇଁ ପ୍ରାର୍ଥନା କଲେ। ଭଗବାନ ଶିବ ସଂସାରକୁ ରକ୍ଷା କରିବା ପାଇଁ ସେହି ହଳାହଳ ବିଷକୁ ନିଜ କଣ୍ଠରେ ଧାରଣ କଲେ। ବିଷ ଗଳାରେ ଯାଇ ତାଙ୍କର କଣ୍ଠ ନୀଳ ରଙ୍ଗର ହୋଇଗଲା। ଏହି କାରଣରୁ ପ୍ରଭୁ ଶିବଙ୍କୁ ନୀଳକଣ୍ଠ ଭାବରେ ପରିଚିତ କରାଗଲା। ସେ ବିଷକୁ ନିଜ ମନ୍ଥରେ ଗଳାରେ ଧାରଣ କଲେ ଏବଂ ତାହାକୁ ଶରୀର ଭିତରେ ଯିବାକୁ ଦେଲେ ନାହିଁ, ଯାହା ଫଳରେ ସେ ବିନା ଆଘାତପ୍ରାପ୍ତ ହୋଇଥିଲେ। ଯଦି ଭଗବାନ ଶିବ ସେହି ବିଷକୁ ଧାରଣ ନ କରିଥାନ୍ତେ, ତେବେ ସମସ୍ତ ଜୀବଜୀବନ ହତାଶ ହୋଇପଡ଼ିଥାନ୍ତେ। ଏହି କାରଣରୁ ତାଙ୍କୁ ଜଗତର ରକ୍ଷକ ଭାବରେ ପ୍ରଶଂସା କରାଯାଏ। ଭଗବାନ ଶିବ ସାରା ବିଶ୍ୱ ପ୍ରତି ନିଜ ଅପାର ଦୟା ଏବଂ ତ୍ୟାଗ ଦେଖାଇଛନ୍ତି। ତାଙ୍କର ଏହି କାମ ଦୁନିଆର ମଙ୍ଗଳ ଓ ସୁରକ୍ଷା ନିମନ୍ତେ ଅନିବାର୍ଯ୍ୟ ଥିଲା। ଭଗବାନ ଶିବଙ୍କ ଦୟା ଏବଂ ତ୍ୟାଗ ଆମକୁ ଶିକ୍ଷା ଦେଇଥାଏ ଯେ ଜଗତ ମଙ୍ଗଳ ପାଇଁ ନିଜକୁ ବଳିଦାନ କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ନୀଳକଣ୍ଠ ରୂପ ଏହା ଦର୍ଶାଏ ଯେ ମାନବ ଜୀବନର ଦୁଃଖ, ସଙ୍କଟ ଓ ବିପଦକୁ ସହନ କରି ସମସ୍ତଙ୍କୁ ଭଲ ପାଇଁ କାମ କରିବା ଉଚିତ। ଶିବଙ୍କ ଏହି ଭୂମିକା ଦର୍ଶାଏ ଯେ ସର୍ବଦା ସଂସାରର ମଙ୍ଗଳ ଏବଂ ସୁରକ୍ଷା ପାଇଁ ଏକ ଭୂମିକା ନିର୍ବାହ କରନ୍ତି ଭଗବାନ ଶିବଶମ୍ଭୁ। ସମୁଦ୍ର ମନ୍ଥନରେ ଭଗବାନ ଶିବଙ୍କ ଭୂମିକା ସମସ୍ତଙ୍କ ପାଇଁ ଏକ ଶିକ୍ଷା ଓ ପ୍ରେରଣାଦାୟକ ଅଟେ। ଭଗବାନ ଶିବଶମ୍ଭୁ ସାରା ସଂସାରର ମଙ୍ଗଳ ନିମନ୍ତେ ସେ ହଳାହଳ ବିଷ ଯଦି ବ୍ୟାପିବାରେ ଲାଗିଥାନ୍ତା, ତେବେ ବିଶ୍ୱର ସଂହାର ନିଶ୍ଚିନ୍ତ ଥିଲା। ତେଣୁ ପ୍ରଭୁ ବାବା ଭୋଳା ଶଙ୍କର ଏହି ସଂସାରର ହିତ ନିମନ୍ତେ ସେ ହଳାହଳ ବିଷକୁ ନିଜ ଗଳାରେ ଧାରଣ କରିବାକୁ ମଧ୍ୟ ପଛାଇଲେ ନାହିଁ। ଦେବତାମାନଙ୍କ ମଧ୍ୟରେ ଦେବଦେବ ମହାଦେବ ନାମରେ ପ୍ରଭୁ ଭୋଳାଶଙ୍କର ବିଖ୍ୟାତ। ଦେବତାମାନଙ୍କ ମଧ୍ୟରେ ସଂହାରକର ଭୂମିକା ପ୍ରଭୁ ଦେବଦେବ ମହାଦେବ ହିଁ ନିର୍ବାହ କରିଥାନ୍ତି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି, ତେବେ ଦୟାକରି ଲାଇକ୍, ସେୟାର ଆଣ୍ଡ କମେଣ୍ଟ କରିନେବେ। ଦୟାକରି ସବସ୍କ୍ରାଇବ୍ କରିବାକୁ ବି ଭୁଲିବେନି। ଜୟ ଶିବଶମ୍ଭୁ।